ଯେତେବେଳେ ଯାଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ରିଲେସନସିପ୍ରେ ଅଛନ୍ତି ସେତେବେଳେ ଯାଇ ସବୁ କିଛି ଠିକ୍ ଲାଗୁଛି, କିନ୍ତୁ ଯେତେବେଳେ କୌଣସି କାରଣରୁ ଦୁଇ ଜଣଙ୍କ ଭିତରେ ବ୍ରେକଅପ୍ ହେଇଯାଏ ସେତେବେଳେ ଦୁଇ ଜଣଙ୍କର ଶତ୍ରୁ ବନିଯାଆନ୍ତି। ଯଦି ସେଠି ପ୍ରକୃତରେ ପ୍ରେମ ଥାନ୍ତା, ପ୍ରକୃତରେ ଭଲ ପାଇବା ଥାନ୍ତା, ତାହେଲେ ସେ ଭାବିଥାନ୍ତା ଯଦି ସେ ମୋ ସହିତ ରହିବାକୁ ଚାହୁଁନି ତାହେଲେ ନ ରହୁ, ଯଦି ମୋଠୁ ଦୂରେଇ ଯାଇକି ସେ ଖୁସିରେ ରହିପାରିବ ତାହେଲେ ରହୁ, ତାର ଖୁସିରେ ହିଁ ମୋର ଖୁସି। ଯଦି ଆପଣ ପ୍ରେମ ଉପରେ ଜୋର ଦେଉଛନ୍ତି ତାହେଲେ ଆପଣଙ୍କୁ ବୁଝିବାକୁ ପଡ଼ିବ ଆପଣଙ୍କ ପାଇଁ ତାର ଖୁସି ଇମ୍ପୋର୍ଟାଣ୍ଟ, କିନ୍ତୁ ସେ ଆପଣଙ୍କ ସହିତ ରହିବାକୁ ଚାହୁଁନି, ସେ ଆଉ କୋଉଠି ରହିବାକୁ ଚାହୁଁଛି। ଯଦି ଏ କଥାକୁ ବି ଆପଣ ଖୁସିର ସହିତ ଗ୍ରହଣ କରୁଛନ୍ତି ତାହେଲେ ସେଇଟା ହିଁ ହେଉଛି ପ୍ରକୃତ ଭଲ ପାଇବା। କିନ୍ତୁ ମଣିଷ କହୁଛି ମୋର କ'ଣ ହବ ଯଦି ସେ ମୋତେ ମିଳିଲାନି, ତାମାନେ ମୋ ପ୍ରେମର କ'ଣ କିଛି ମୂଲ୍ୟ ନାହିଁ। ସେଇ ମଣିଷ, ସେଇ ଚେହେରା, ସେଇ ଶରୀର, କିନ୍ତୁ ପ୍ରଥମେ ସେ ଆପଣଙ୍କୁ ବହୁତ ପସନ୍ଦ ଥିଲା କାହିଁକି ନା ଆପଣଙ୍କ ଜରୁରତ ପୁରା ହେଉଥିଲା, ଆଉ ଆଜି ଯେତେବେଳେ ଜରୁରତ ପୁରା ହେଲାନି ସେ ଆପଣଙ୍କୁ ଖରାପ ଲାଗୁଛି।